ଅବ୍ୟବସ୍ଥାରେ ମୋଲଚାମାଲ ପ୍ରାଥମିକ ବିଦ୍ୟାଳୟ। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ମୃତହାଣ୍ଡି ପଞ୍ଚାୟତ ମୋଲଚାମାଲ ଗ୍ରାମର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯାହା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ସର୍ବମୋଟ 44 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି, ହେଲେ ବିଦ୍ୟାଳୟ ମାତ୍ର 2ଟି ଶ୍ରେଣୀ ଗୃହ ଅଛି। କୋରାପୁଟରୁ ପବନ ମୋହରିଆଙ୍କ ରିପୋର୍ଟ, OTN TV। ଆପଣ ପରିଚୟ ଦିଅନ୍ତୁ, ନାଁ କୁହନ୍ତୁ। ମୋ ନାଁ ଘାସିରାମ ହରିଜନ, IT ପ୍ରେସିଡେଣ୍ଟ PS ମଞ୍ଚାମାଲ। ଆମେ 2 ଜଣ ଶିକ୍ଷକ ଅଛୁ। ମୋର ସହଶିକ୍ଷକ ଭାଇଙ୍କ ନାଁ ହେଉଛି ଚୁନା ବେହେରା। ଆଉ ଆମ ସ୍କୁଲର ପ୍ରୋବ୍ଲେମ୍ ହେଉଛି ପାଣି। ଆଉ ଅନେକ ଦିନ ହେଲା ବା ବର୍ଷ ବିତି ଯାଉଛି, ପାଣିର ସୁବିଧା ହୋଇପାରୁନି। ପିଲାମାନେ ଆମେ ଶିକ୍ଷକ ସମସ୍ତେ ପାଣି ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛୁ। ଆଉ ଆମକୁ ପିଇବା ପାଇଁ ମଧ୍ୟ ମିଳୁନି। ତା ସହିତ ଆମର ଯେଉଁ 44 ପିଲା ଅଛନ୍ତି, ଗୋଟିଏ ଶ୍ରେଣୀ ଗୃହ। ଆଉ ବିଲ୍ଡିଂ ବହୁତ ହାଲକା। ବର୍ଷା ଦିନରେ ସିଙ୍କ୍ ହୁଏ। ସିଙ୍କ୍ ହେଲା ପରେ ଆମେ ପ୍ରଶାସନକୁ ଜଣାଇ ସ୍କୁଲ କେବେ କେବେ ବନ୍ଦ ମଧ୍ୟ କରୁ। ଆଉ ସେଠି ବସିବା ପାଇଁ ମଧ୍ୟ ଭୟ। ସେଥିପାଇଁ କିଛି ସରକାର ଏହି ମଞ୍ଚାମାଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପ୍ରତି ଧ୍ୟାନ ଦେଲେ ଭଲ ହୁଅନ୍ତା। ବିଶେଷ କରି ପାଣି। ଆଉ 2ଟି ରାଞ୍ଜଣିଆଣୀ ଅଛନ୍ତି, ସେମାନେ କେବେ କୂଅରୁ କେବେ ନଳରୁ ପାଖାପାଖି 1 କିଲୋମିଟର 2 କିଲୋମିଟର ଦୂରରୁ ବୋହିକି ଆଣିକି ପିଲାମାନଙ୍କୁ ସୁବିଧା କରୁଛନ୍ତି। ଅନେକ ଦିନ ଧରି ଏ ଅସୁବିଧା ଆମେ ଭୋଗ କରୁଛୁ। ଶୌଚାଳୟ କ'ଣ? ଶୌଚାଳୟ ଅଛି, କିନ୍ତୁ ପାଣିର ଅଭାବ ଦ୍ୱାରା ଆମେ ବ୍ୟବହାର କରିପାରୁନୁ।